ଗାଁ ବାଲା ସମସ୍ତେ ଶୁଣ ଶୁଣ ଶୁଣ, ଆସନ୍ତା କାଲି ଆମର ସୁଭଦ୍ରା ଯୋଜନା ଆରମ୍ଭ ହବ। ସମସ୍ତେ ଆମର ଛକ ମୁଣ୍ଡରେ ଥିବା ଜନସେବା କେନ୍ଦ୍ରକୁ ପଳେଇ ଆସିବ। ସେଠାରେ ସମସ୍ତେ ଆପ୍ଲାଏ କରିବ। ସମସ୍ତଙ୍କର 5,000 ଲେଖାଏଁ ଆସିବ। ଆଲୋ 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 କୁନି ବୋଉ, ପାରି କ'ଣ କହିଗଲା ଶୁଣିଲୁ ତ? ଦେଖେ ଦେଖେ, କାଲିକି ସୁଭଦ୍ରା ଯୋଜନା ଆପ୍ଲାଏ ହବ, 5,000 ଲେଖାଏଁ ମିଳିବ। ଓହୋ, ବହୁତ ଦିନରେ ମାଗଣା 5,000 ମିଳିବ। ତୁ କାଲିକି ଯିବୁ ନା ନାହିଁ? ମୁଁ ତ କାଲି ସକାଳୁ ଉଠିକି ଚାଲିଯିବି। ଆଲୋ ହଁ ଲୋ ସନା ବୋଉ, କାଲିକି ତ ମୁଁ ବି ଯିବି। ହେଲେ ଫର୍ମ କେମିତି ଆପ୍ଲାଏ କରିବି ମୋତେ ତ କିଛି ଜଣା ନାହିଁ। ତୁ ଟିକେ ମୋଟା କରିଦେବୁ ହେଲା। ତ କାଲି ସକାଳୁ ସକାଳୁ ଆମେ ଉଠିକି ଯିବା। ଆଉ ପଇସା 5,000 ଆସିଲେ ତୁ କ'ଣ କରିବୁ? ଏଇଟା ଗୋଟେ କଥା କିଲ? ଆରେ 5,000 ଆସିଲେ ମୁଁ ମୋ ସ୍ୱାମୀ ପାଇଁ ଗୋଟେ ନେଟିନି କରିବି। ନହେଲେ ତ ସେ ଖାଲି ବାରିଆଡ଼େ ଝାଡ଼ା ଯାଉଛନ୍ତି। ମୋ ପିଲା ଛୁଆମାନେ ସେ ବାରିରେ ଆଉ ଖେଳି ପାରୁନାହାନ୍ତି। କ'ଣ କରିବି କେଜାଣି, ସେ ନେଟିନିଟେ ହିଁ ଭଲରେ ବନେଇବି। ତୁ କ'ଣ କରିବୁ? ଆଲୋ ଯାଲୋ, ତୁ ନେଟିନି କରିବୁ? ତତେ କ'ଣ କହିବି ଆଉ। ଛାଡ଼େ, ମୁଁ ତ ଗୋଟିଏ ସୁନାର ହାର କରିବି। ବହୁତ ବଢ଼ିଆ ଲାଗିବ। ମୁଁ ସମସ୍ତେ ପୁରା ଗାଁ ଦାଣ୍ଡରେ ଦେଖେଇ ଚାଲିବି। ଆହା, କେତେ ଦିନରେ ମାଗଣା ମିଳିଛି, କିଏ ଛାଡ଼ିବ ଯେ? ହଁ ଲୋ କୁନି ବୋଉ, ତୁ ଯାହା କରୁଛୁ କରେ। ମୋର ପ୍ରଥମେ ଲେଟ୍ରିନ୍ଟା ହେଇଗଲେ ଭଲ ଲାଗିବ, ନହେଲେ ମୁଣ୍ଡ ଖରାପ ହେଉଛି। ହଉ, ତୁ କାଲି ସକାଳେ ମୋତେ ଡାକିଦେବୁ, ମିଶିକି ଯିବା ହେଲା। ସନା ବୋଉ, ସକାଳୁ ଯିବାନି, କାଲି ରାତି 3ଟାରୁ ପଳେଇବା। ନହେଲେ ହବନି ଯେ, ଲାଇନ ବହୁତ ବଡ଼ ଲାଗିବ। କାଲି ରାତି 3ଟାରୁ ଯାଇକି ଜନସେବା କେନ୍ଦ୍ର ଆଗରେ ବସିବା। ଆମର ପ୍ରଥମ ହେଇଯିବ, ତାପରେ ଆମେ ଆସିଯିବା। ବହୁତ ବଢ଼ିଆ ହବ, କାମ ବି ଜଲ୍ଦି ହେଇଯିବ। ସେହି ସମୟରେ ଗୋଟିଏ ଫୁଲିକି ନାମ ମୂଷାଟିଏ ଆସିଲା। ଆଉ ସେଠାକୁ ତାଙ୍କମାନଙ୍କୁ ଦେଖି ତାଙ୍କ କଥା ଶୁଣି ସେ ବଡ଼ ପାଟିରେ କହିଲା, ଲୋ ହେଇଲୋ, ଦେଖିଲ, ଏମାନେ କହୁଛନ୍ତି ସୁଭଦ୍ରା ଯୋଜନା ଫର୍ମ ଆପ୍ଲାଏ କରିବେ। ତମର ଫର୍ମ ଆପ୍ଲାଏ ହବନି ଲୋ। କ'ଣ ଭାବୁଛ? କିଛି ବି ପଇସା ଆସିବନି ତମର। କ'ଣ କହିଲେ ନା ନେଟିନି କରିବ, ଆଉ କହୁଛି ନା କ'ଣ ସୁନା କିଣିବ। କିଛି ବି ହବନି ଲୋ, କିଛି ବି ହବନି। ଏ ପ୍ରଭୁ, ଆଙ୍କର କିଛି ବି ନ କର, ମୋର କେମିତି ଜଲ୍ଦି କରିଦିଅ। ତମେମାନେ କାଲି ସକାଳୁ ଯିବ ପରା? ମୁଁ ରୁହ, ଏବେଠୁ ହିଁ ଚାଲି ଯାଉଛି। ମୋର ପ୍ରଥମେ ହବ, ମୁଁ ପ୍ରଥମେ ଆସିବି, ଆଉ ତମର କେମିତି ନ ହଉ। ହଇଲୋ ଫୁଲିକି, ତତେ କିଏ କହୁଛି ଆମେ ଯିବୁ କି ନାହିଁ? ତୋର ଯଦି ଏତେ ଇଚ୍ଛା ହଉଛି ତୁ ଯାଉନୁ, ଆମକୁ କାହିଁକି ଏତେ କହୁଛୁ? ଆମେ ଯାହା କଥା ହେଲୁ, ତୋର କାଣ ଏତେ ଯାଇ ଆସି ହଉଛି? ଯା, ତୋର କିଛି ଦରକାର ନାହିଁ। କାମ ନଥିଲେ ଆମକୁ ହଇରାଣ କରୁଛି ଆସିକି। ଏ ପ୍ରଭୁ, ୟାର କେମିତି ପ୍ରଥମେ ଟଙ୍କା ବନ୍ଦ ହେଇଯାଉ, ତାପରେ ଦେଖିବା କାହାର ପ୍ରଥମେ ଟଙ୍କା ଆସୁଛି କାହାର ଆସୁନି। ଆମକୁ କହିଲା ପୁଣି ଇଏ ଯିବ। ଆଲୋ କୁନି ବୋଉ, କାହିଁକି ତା ସହିତ ଝଗଡ଼ା କରୁଛୁ? ସେ ସମସ୍ତଙ୍କ ସହିତ ଏମିତି ହିଁ ହୁଏ। ତା ସହିତ ଝଗଡ଼ା କରିଲେ ଆମର ହିଁ ଟାଇମ୍ ୱେଷ୍ଟ ହେବ। ଚା, ଆମେ ଏଠୁ ଚାଲିଯିବା। ଆ ସହିତ ବିରକ୍ତ ହେବ, ବିଜାର ଲାଗିବ ଆମକୁ। ଏମିତି କହି ଦୁଇ ଚଢ଼େଇ ସେଠାରୁ ଚାଲିଗଲେ। ସମସ୍ତେ ସକାଳୁ ସକାଳୁ ଜନସେବା କେନ୍ଦ୍ର ଆଗରେ ପହଞ୍ଚିଗଲେ। ସେଠାରେ ବାଘ ଜନସେବା କେନ୍ଦ୍ରଟିଏ ଖୋଲିଥାଏ। ମୂଷା ଫୁଲକି ଗଲା ସେଠାକୁ, ଆଉ ବାଘକୁ କହିଲା, କିଏ ଭାଇ, ମୋର ଟିକେ ଆପ୍ଲାଏ କରିଦେଲ, 5,000 ଆସିବ। ଆରେ ଖାଲିଟାରେ ମୁଁ କେମିତି କରିଦେବି? ଡକୁମେଣ୍ଟ ଆଣିଛ ନା ନାହିଁ? ତମର ଆଧାର କାର୍ଡ଼ ଆଣିଛ ତ? ହଁ ଭାଇ, ମୁଁ ଆଧାର କାର୍ଡ଼ ଆଣିଛି, ସବୁ କିଛି ଡକୁମେଣ୍ଟ ଆଣିଛି। ମୋର ଜଲ୍ଦି କରିଦିଅ, ସେପଟେ କାମ ଅଛି। ହଁ କରିଦେବି ଯେ, ତମର ଆଧାର କାର୍ଡ଼ରେ ମୋବାଇଲ ନମ୍ବରଟା ଲିଙ୍କ ଅଛି କି? ଆଉ ତମର ବ୍ୟାଙ୍କ ଖାତାରେ ମୋବାଇଲ ନମ୍ବର ଲିଙ୍କ ଅଛି? ଯଦି ଥିବ ତାହେଲେ ହେଇଯିବ ସାଙ୍ଗେ ସାଙ୍ଗେ। ଏ ମା, ଏତେ ସବୁ ପଟୁଆର, ମୋର ତ କିଛି ବି ଲିଙ୍କ ନାହିଁ। ମୁଁ କରିବି କ'ଣ ଏବେ? ମୋର ଟିକେ କରିଦଉନ। ଆରେ ମୋର ଟିକେ କରିଦିଅ ପ୍ଲିଜ୍। କେମିତି ହଉ ତମକୁ ପଇସା ଦେବି, କେମିତି ମଧ୍ୟ କରିଦିଅ। ଲିଙ୍କ କରିକି ମୋର ଟିକେ ଆକାଉଣ୍ଟ କରିଦିଅ।
ଆପ୍ଲାଏ କରିଦେଲେ 5,000 ଆସିବ। ଭାଇ ଟିକେ କରିଦିଅ। ହେଇ ତମେ କୁଆଡ଼ୁ ଆସିଯାଉଛ? ଏଠି ଆଉ କିଛି ହେବନି, ଖାଲି ଆମର ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ ହିଁ ହେବ। ଯଦି କରିବାର ଅଛି କର, ନହେଲେ ନାହିଁ। ଜଲ୍ଦି ଯାଅ, ଲିଙ୍କ କରିକି ଆସ। କୁଆଡ଼ୁ ପଳେଇ ଆସୁଛନ୍ତି କେଜାଣି। ଯାଉଛ ନା ନାହିଁ ଯେ? ମୂଷା ଫୁଲକି ସେଠାରୁ ମନ ଦୁଃଖରେ ଚାଲିଗଲା। ତାପରେ ଚଢ଼େଇ ଦୁଇଟିର ପାଳି ଆସିଲା। ଆରେ ଚଢ଼େଇ, ତୁ ସବୁ କିଛି ଆଣିଛୁ ତ? ହଁ, ମୁଁ ସବୁ କିଛି ଆଣିଛି। ମୋର ସବୁ କିଛି ଲିଙ୍କ ମଧ୍ୟ ଅଛି। ମୋର ଟିକେ ଜଲ୍ଦି କରିଦିଅ, ମୋର କାମ ଅଛି। ହଉ ଚଢ଼େଇ, ତୋର ସବୁ କିଛି ଡକୁମେଣ୍ଟ ଦେ, ମୁଁ କରିଦେଉଛି। ଚଢ଼େଇ ତାର ସବୁକିଛି ଡକୁମେଣ୍ଟ ବାଘକୁ ଦେଲା। ଏହାପରେ ଚଢ଼େଇର ଫର୍ମ ଆପ୍ଲାଏ ହେଇଗଲା। ଏହାପରେ କୁନି ଚଢ଼େଇର ପାଳି ପଡ଼ିଲା। ଆରେ ଚଢ଼େଇ, ତୁ ସବୁ କିଛି ଡକୁମେଣ୍ଟ ଆଣିଛୁ ତ? ହଁ ବାଘ ଭାଇ, ମୁଁ ସବୁ କିଛି ଆଣିଛି। ହେଲେ ଚଢ଼େଇ କ'ଣ? ବାଘ ଭାଇ, ମୋର ସବୁ କିଛି ଅଛି ଯେ ଖାଲି ଆଧାର କାର୍ଡରେ ନମ୍ବରଟା ଲିଙ୍କ ନାହିଁ। ହବ କି ନାହିଁ? ଆରେ ଚଢ଼େଇ, ଏମିତି ତ ହେଇପାରିବନି। କି ଚଢ଼େଇ ତାର ଘରେ ମନ ଦୁଃଖରେ ବସିଥାଏ। ସେଠାରେ ସୋନୁ ଚଢ଼େଇ ପହଞ୍ଚିକି ପଚାରିଲା, ଆରେ ସନା ବୋଉ, ତୋର କ'ଣ ହେଇଛି? ମନ ଦୁଃଖରେ ବସିଛୁ କ'ଣ? ଆଉ କ'ଣ କହିବି ଲୋ ତୋତେ? ମୋର ସୁଭଦ୍ରା ଯୋଜନା ଆପ୍ଲାଏ ହେଲାନି। ମୋର ଆଧାର କାର୍ଡରେ ଲିଙ୍କ ନାହିଁ। ତେଣୁ ବାଘ ମାମୁଁ ମୋତେ ମନା କରିଦେଲେ। ଆରେ ତୁ ଏତେ ବ୍ୟସ୍ତ ହେନା, ସବୁ କିଛି ଠିକ ହେଇଯିବ। ଖାଲି ଆଉ 2 ଦିନ ଭିତରେ ତୁ ଯାଇକି ତୋ ଆଧାର କାର୍ଡରେ ଲିଙ୍କ କରିକି ପଳେଇ ଆସେ, ତାପରେ ଆପ୍ଲାଏ କରିଦେବୁ। ହବନି କି? ମୁଁ ସେଇଆ ହିଁ କରିବି। ସାଙ୍ଗମାନେ, ଆପଣ ଯଦି ଏହାର ପାର୍ଟ 2 ଦେଖିବାକୁ ଚାହୁଁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆଉ କମେଣ୍ଟରେ ଲେଖନ୍ତୁ କି ପାର୍ଟ 2 ଜଲ୍ଦି